ବଜ୍ରପାତରେ ଘରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ। ଘରେ କେହି ନଥିବା ବେଳେ ଘର ଉପରେ ହେଲା ବଜ୍ରପାତ। ବଡ଼ ଦୁର୍ଘଟଣାରୁ ଅଳ୍ପ ବର୍ତ୍ତିଲେ ପରିବାର ଲୋକେ। ଲକ୍ଷାଧିକ ଟଙ୍କାର ଆସବାବପତ୍ର ସମେତ ନଗଦ ଟଙ୍କା ଏବଂ ସୁନା ଗହଣା ପୋଡ଼ି ପାଉଁଶ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହୋଇଥିଲା। ସାର୍ଥା ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ପରିବାରର ସମସ୍ତ ସଦସ୍ୟ ତାଲା ବନ୍ଦ କରି ବିଲକୁ ଧାନ ଅମଳ ପାଇଁ ଯାଇଥିଲେ। ହଠାତ୍ ବର୍ଷା ଆରମ୍ଭ ହେବା ସହ ରାମ ବେହେରାଙ୍କ ଗୋଟିଏ ବଖରା ଚାଳଘର ଉପରେ ବଜ୍ରପାତ ହୋଇଥିଲା, ଯାହା ଫଳରେ ଘରଟି ହୁତୁହୁତୁ ହୋଇ ଜଳିବା ସହ ଘର ଭିତରେ ଥିବା ସମସ୍ତ ଆସବାବପତ୍ର, ସୁନା ଗହଣା, ନଗଦ ଟଙ୍କା ଏବଂ ଧାନ ଚାଉଳ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା। ଆନୁମାନିକ 4 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ପରିବାର ଲୋକେ କହିଛନ୍ତି। ତେବେ ରାମ ଜଣେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, ବାଲେଶ୍ୱର ଖବର। ରାମଚନ୍ଦ୍ର ବେହେରା। କେମିତି ଆପଣଙ୍କ ଘର ନିଆଁ ଲାଗିଲା? ସଡ଼କରୁ ନିଆଁ ଲାଗିଲା। କ'ଣ କ୍ଷତି ହେଇଛି ଆପଣଙ୍କ? ସବୁ ଚାଉଳ 2 କୁଇଣ୍ଟାଲ ଥିଲା, ଧାନ କୁଇଣ୍ଟାଲ ମାତ୍ର, ଟଙ୍କା ଥିଲା 9,000 ଟଙ୍କା, ଆଉ କ'ଣ? ଥାଳି ବେଲା ଫେଲା ଥିଲା, ଗଗରା, ପଲଙ୍କ ପଡ଼ିଛି, କାଗଜପତ୍ର ସବୁ। କେତେ ଟଙ୍କାର ନଷ୍ଟ ହେଇଛି? 10 ଲକ୍ଷ ଟଙ୍କା। ପ୍ରଶାସନକୁ ଆପଣ କ'ଣ ନେବେ? ସାହାଯ୍ୟ କରୁଛ।